ମୁଁ ଶ୍ରୀଯୁକ୍ତ ଲୋଚନ ଚନ୍ଦ୍ର ମାଝୀ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବରଗଡ଼ ଜିଲ୍ଲାରେ କାର୍ଯ୍ୟରତ। ଆଜି 11 ଅକ୍ଟୋବର 2025 ଆଜିର ଦିନରେ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଆଜି ଗୋଟେ ନୂତନ କରି ଯୋଜନାଟେ ଶୁଭାରମ୍ଭ କରିଛନ୍ତି, ଯେଉଁଟାକି ଆମେ କହୁ ଏଇଠି ଯେଉଁଟାକି ଆମର ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା। ଏହା ସହିତ ଆଉ ଗୋଟେ ଯୋଜନା ମଧ୍ୟ ନ୍ୟାସନାଲ୍ ମିଶନ ଅନ୍ ପଲ୍ସ, ମାନେ ଡାଲି ଜାତୀୟ ଖାଦ୍ୟରେ ଡାଲି ଜାତୀୟ ଫସଲରେ ଆମେ କେମିତି ଆତ୍ମନିର୍ଭର ହୋଇପାରିବା ସେହି ଯୋଜନାଟି ମଧ୍ୟ ଶୁଭାରମ୍ଭ କରିଛନ୍ତି। ପ୍ରଥମ କରି ଆମର ରାଜ୍ୟର ଓଡ଼ିଶାର 4ଟି ଜିଲ୍ଲାକୁ ବଛାଯାଇଛି, ଯେଉଁଠି କନ୍ଧମାଳ, ମାଲକାନଗିରି, ନୂଆପଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଭୁକ୍ତ ଅଟେ। ପରବର୍ତ୍ତୀ ଅବସ୍ଥାରେ ପରବର୍ତ୍ତୀ ସମୟରେ ଆମେ ଆଶା କରୁଛୁ ଆମ ବରଗଡ଼ ଜିଲ୍ଲାକୁ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବ। ଏହି ଯୋଜନାରେ ଆମର କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ପ୍ରାଣୀପାଳନ ବିଭାଗ, ମତ୍ସ୍ୟ, ଜଳସମ୍ପଦ, କୋଅପରେସନ୍ ଏବଂ କୃଷି ସହିତ ଜଡ଼ିତ ଆମର ଅନ୍ୟାନ୍ୟ ବିଭାଗ ମଧ୍ୟ ସଂଶ୍ଳିଷ୍ଟ ଅଛନ୍ତି, ଯେଉଁଟାକି ଆମେ କନଭରଜେନ୍ସ ମୋଡ଼ରେ କାର୍ଯ୍ୟ କରିବୁ। କେତେଟା ବ୍ଲକ ଆଜି ଆମର ଏହି କାର୍ଯ୍ୟକ୍ରମରେ 5ଟି ବ୍ଲକର ଆମର ଚାଷୀ ଆସିଥିଲେ, ଯେଉଁଟାକି ଆମର ବରଗଡ଼, ବରପାଲି, ବେଡ଼ାଙ୍ଗ, ମତାବିରା ଏବଂ ବକଲି ବ୍ଲକର 120 ଚାଷୀ ଆମେ ତାକୁ ଡାକିଥିଲୁ। ତା ସହିତ ଆମର କୃଷି ସହିତ ସଂଲଗ୍ନ ଅନ୍ୟାନ୍ୟ ବିଭାଗର ମଧ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଚାଷୀମାନଙ୍କ ଭିତରେ ଉତ୍ସାହର ମାହୋଲ ଥିଲା, ତାକୁ ନେଇ କାଣା କହିଲେ? ନା ଏଇଠି ତ ପ୍ରାରମ୍ଭରେ ଆପଣ ବି ଯଦି ଆପଣ ସେଇଠି ଥିବେ ଜାଣିଥିବେ, ଆମର ସମ୍ମାନୀୟ ଜିଲ୍ଲାପାଳ ଏବଂ ଆମର ମାନ୍ୟବର ବିଧାୟକ ବରଗଡ଼ ତାଙ୍କର ବକ୍ତବ୍ୟ ମାଧ୍ୟମରେ ଏହି ଯୋଜନାର ରୂପରେଖ କାର୍ଯ୍ୟକ୍ରମ ବିଷୟରେ ଅବଗତ କରିଛନ୍ତି। ମୁଁ ବି କହିଛି ମୋର ମାଟିଠୁ ଆରମ୍ଭ କରି ମାର୍କେଟିଂ ପର୍ଯ୍ୟନ୍ତ ଯେଉଁମାନେ ଦୁର୍ବଳ ଚାଷୀ ଅଛନ୍ତି ବା ଏରିଆକୁ ନେଇକି ବା ଅଞ୍ଚଳ ଭିତ୍ତିକ ସେ ଯୋଜନାଟି କାର୍ଯ୍ୟକ୍ରମ କରିବୁ। ଆଶା କରୁଛୁ ଆମେ ଯଦି ଆମ ବରଗଡ଼ ଜିଲ୍ଲାର ଏ ଜଳସେଚିତ ଅଞ୍ଚଳ ଛାଡ଼ିକି ଆମର ଯେମିତି ଅଛନ୍ତି ପଦ୍ମପୁର ସବ୍ ଡିଭିଜନ, ଝାରବନ୍ଦ, ପାଇକମାଲ, ପଦ୍ମପୁର, ସୋହେଲା, ଗାଇସ୍ଲେଟ୍, ବିଜେପୁର କିମ୍ବା ଆମ୍ବାବନା, ଏହି ବ୍ଲକ ଭଟଲି ବି ଅଛି, ସେଇ ବ୍ଲକ ଗୁଡ଼ାକ ଅନ୍ତର୍ଭୁକ୍ତ ହୋଇପାରିବେ ବୋଲି ଆଶା କରୁଛି। ବରଗଡ଼ରୁ ମୁନା ସାହୁଙ୍କ ରିପୋର୍ଟ, ବରଗଡ଼ ଟାଇମ୍। ଯେକୌଣସି ନ୍ୟୁଜ୍ ଦେବାର୍ ଲାଗି ଆମର ନମ୍ବରକେ ଫୋନ୍ କରୁନ୍।